ଚନ୍ଦନପୁର ନାମରେ ଗୋଟିଏ ଛୋଟିଆ ଗାଁ ଥାଏ, ଯେଉଁଠାରେ ଜଙ୍ଗଲ ପାଖରେ ଗୋଟିଏ ଭଙ୍ଗାରାଜା ମଶାନ ଘାଟ ଥାଏ। ସେଠାକାର ଲୋକମାନେ କୁହନ୍ତି କି ରାତି ହେଲେ କାଳେ ସେଠାରେ ଭୂତପ୍ରେତମାନେ ଚଳପ୍ରଚଳ କରିଥାନ୍ତି। ତେଣୁ ସେ ଗାଁର ଲୋକମାନେ ସବୁବେଳେ ସେ ମଶାନ ଘାଟଠାରୁ ଦୂରରେ ରହିବାକୁ ଚେଷ୍ଟା କରିଥାନ୍ତି, ଖାସ୍ କରିକି ରାତି ସମୟରେ। କିନ୍ତୁ ସେ ଗାଁର ଜଣେ ସାହସୀ ଲୋକ ଯାହାର ନାଁ ଜୟନ୍ତ ଥାଏ, ସେ ଏସବୁକୁ ଜମାରୁ ବି ବିଶ୍ୱାସ କରୁନଥାଏ। ଏସବୁକୁ ସେ କେବଳ ଏକ ମନଗଢ଼ା କାହାଣୀ ବୋଲି ଭାବୁଥାଏ। ଦିନେ ସେ ଚିନ୍ତା କରେ ମଶାନ ଘାଟ ଭିତରକୁ ଯିବ ଆଉ ଏସବୁ ମନଗଢ଼ା କାହାଣୀର ପର୍ଦ୍ଦାଫାଶ କରିବ। ସେଦିନ ଥାଏ ଅମାବାସ୍ୟା ରାତି। ପୁରା ଗାଁ ନିଘୋ ନିଦରେ ଶୋଇଥାଏ। ଚାରିଆଡ଼େ ପୁରା ସୁନସାନ ଆଉ ନିସ୍ପନ୍ଦ ଥାଏ। ସେତେବେଳେ ଜୟନ୍ତ ତା ହାତରେ ଗୋଟେ ଟର୍ଚ୍ଚ ଆଉ କିଛି ଜରୁରୀ ଜିନିଷ ଧରି ବାହାରି ପଡ଼େ ସେ ଶ୍ମଶାନ ଘାଟ ଆଡ଼କୁ। କିଛି ସମୟ ପରେ ସେ ମଶାନ ଘାଟ ପାଖରେ ପହଞ୍ଚିଯାଏ। ଆଉ ଯେତେବେଳେ ଜୟନ୍ତ ସେ ମଶାନ ଘାଟ ପାଖରେ ପହଞ୍ଚିଛି, ତାକୁ ଗୋଟେ ଅଜବ ପ୍ରକାର ଥଣ୍ଡା ପବନ ସାଙ୍ଗେ ସାଙ୍ଗେ ଅନୁଭବ ହୁଏ। ଜୟନ୍ତର ଦେହ ଶୀତେଇ ଉଠେ। ସେ ମଶାନ ଘାଟ ଏକ ଅଜବ ଟାଇପ୍ର ନୀରବତା ଭିତରେ ଘୋଡ଼େଇ ହେଇ ରହିଥାଏ। ଚାରିଆଡ଼େ ଖାଲି କିଟିମିଟି ଅନ୍ଧାର ଆଉ ଅଜବ ପ୍ରକାର ସୁଗନ୍ଧିତ ବାସ୍ନା, ଯାହା ପୁରା ବାୟୁମଣ୍ଡଳରେ ଖେଳେଇ ହେଇ ରହିଥାଏ। ତା ସହ ମଝିରେ ମଝିରେ ରାତିଚର ଜୀବମାନଙ୍କର ବିକଟ ଆରଟି ପୁରା ପରିବେଶରେ ଭୟଭୀତ ସୃଷ୍ଟି କରୁଥାଏ। କିନ୍ତୁ ଏସବୁରେ ଜୟନ୍ତକୁ ସତେ କିଛି ଫରକ ପଡ଼ୁନଥାଏ। ସେ ଧୀରେ ଧୀରେ ତା ଟର୍ଚ୍ଚର ଆଲୋକ ସାହାଯ୍ୟରେ କବର ମଝି ଦେଇ ସେ ମଶାନ ଘାଟ ଦେଇ ଆଗକୁ ଯିବାକୁ ଲାଗିଥାଏ। ସେତେବେଳେ ତା ଟର୍ଚ୍ଚର ଆଲୁଅ ଗୋଟେ ଭଙ୍ଗା କବର ଉପରେ ପଡ଼େ, ଯାହାର ଉପର ଢାଙ୍କୁଣୀ ହାଲକା ଖୋଲା ହେଇଥାଏ। ଲାଗୁଥିଲା ଯେମିତି ଏବେ ଏବେ କିଏ ସେ ଢାଙ୍କୁଣୀକୁ ଖୋଲିଛି। ଏହା ଦେଖି ଜୟନ୍ତର ଇଚ୍ଛା ଆହୁରି ଅଧିକ ବଢ଼ିଗଲା। ସେ ଧୀରେ ଧୀରେ ସେ କବର ପାଖକୁ ଗଲା ଆଉ ସେ ଢାଙ୍କୁଣୀକୁ ସମ୍ପୂର୍ଣ୍ଣ ଖୋଲିବା ପାଇଁ ଚେଷ୍ଟା କଲା। ଜୟନ୍ତ ଯେମିତି ସେ ଢାଙ୍କୁଣୀ ଖୋଲିଛି, ତା ସାମ୍ନାରେ ଏକ ଭୟାନକ ଦୃଶ୍ୟ ଦେଖାଯାଏ। ସେ କବର ଭିତରେ ଗୋଟେ କଙ୍କାଳ ଥାଏ, ଯାହାର ଆଖିରେ ଲାଲ ରଙ୍ଗର ରଶ୍ମି ଚମକୁଥାଏ। ଲାଗୁଥାଏ ତା ଆଖି ଦୁଇଟା ଯେମିତି ଜଳୁଛି। ଏହା ଦେଖି ଜୟନ୍ତ ଦୁଇ ପାଦ ପଛକୁ ଘୁଞ୍ଚି ଆସେ। କିନ୍ତୁ ତା ନଜର ସେ କଙ୍କାଳ ହାତରେ ଥିବା ପୁରୁଣା ଡାଏରୀ ଉପରେ ପଡ଼େ। ଜୟନ୍ତ ସେ ଡାଏରୀକୁ ଆଣେ ଆଉ ତାକୁ ପଢ଼ିବାକୁ ଲାଗେ। କିନ୍ତୁ ସେଥିରେ ଯାହା ଲେଖା ଥାଏ ତାହା ଜୟନ୍ତର ହୋସ ଉଡ଼େଇ ଦିଏ। ସେଥିରେ ଲେଖା ଥାଏ କି ଯେ କେହି ବି ଏ କବରକୁ ଖୋଲିବ ତାର ସାମ୍ନା ମୃତ୍ୟୁ ସହିତ ହେବ। ଏହା ଦେଖି ଜୟନ୍ତର ଦେହ ପୁରା ଶୀତେଇ ଉଠେ ଆଉ ତା ହାତରୁ ସେ ଡାଏରୀଟି ତଳକୁ ଖସି ପଡ଼େ। କିନ୍ତୁ ତଥାପି ସେ ଏହାକୁ ଏକ ମିଛ ମଜାକ ବୋଲି ଭାବୁଥାଏ। ସେତେବେଳେ ଜୟନ୍ତକୁ ତା ପାଖରେ କାହାର ଉପସ୍ଥିତି ଅନୁଭବ ହୁଏ, ଯେମିତି କିଏ ତାର ଠିକ୍ ପଛପଟରେ ଠିଆ ହେଇଛି। ଜୟନ୍ତ ସାଙ୍ଗେ ସାଙ୍ଗେ ପଛକୁ ବୁଲି ଚାହେଁ ତ ତା ପଛପଟରେ ଗୋଟେ କଳା ରଙ୍ଗର ଛାୟା ଠିଆ ହେଇଥାଏ, ଯିଏକି ଧୀରେ ଧୀରେ ଜୟନ୍ତ ଆଡ଼କୁ ଆସୁଥାଏ। ଏହା ଦେଖି ଜୟନ୍ତର ହାର୍ଟ ବହୁ ଜୋରରେ ଧକ୍ ଧକ୍ ହେବାକୁ ଲାଗେ ଆଉ ଭୟରେ ତା ନିଶ୍ୱାସ ବନ୍ଦ ହେବାକୁ ଲାଗେ। କାରଣ ଯାହା ତାକୁ କେବେ ମନଗଢ଼ା କାହାଣୀ ବୋଲି ଲାଗୁଥିଲା, ତାହା ଏବେ ସତକୁ ସତ ଆଖି ସାମ୍ନାରେ ଥାଏ। ତ ସେ ଭୟରେ ସେଠୁ ପଳାଇବା ପାଇଁ ଚେଷ୍ଟା କରେ, କିନ୍ତୁ ତା ପାଦ ସେଇଠି ଅଟକି ଯାଏ। ସେ ସେଠୁ ଗୋଟେ ଇଞ୍ଚ ବି ହଲଚଲ ହେଇପାରେନି। ସେତେବେଳେ ସେ କଳା ଛାୟା ଜୟନ୍ତ ପାଖକୁ ଆସେ ଆଉ ତା କାନରେ ଧୀରେଇକି କହେ, ତତେ ଚେତାବନୀ ଦିଆଯାଇଥିଲା କି ସେ କବର ଯିଏ ଖୋଲିବ ସିଏ ମରିବ। କିନ୍ତୁ ତୁ ଏହାକୁ ମଜାକ ବୋଲି ଭାବିଲୁ। ଏବେ ତ ମୃତ୍ୟୁ ସୁନିଶ୍ଚିତ। ତତେ ଏବେ କେହି ବି ବଞ୍ଚେଇ ପାରିବେନି। ଏହା ଶୁଣି ଜୟନ୍ତ ଭୟରେ ଚିତ୍କାର କରିବାକୁ ଲାଗେ, କିନ୍ତୁ କେହି ବି ତା ଚିତ୍କାର ଶୁଣିପାରନ୍ତି ନାହିଁ। ତା ପରଦିନ ସକାଳେ କିଛି ଗାଁ ଲୋକ ଜୟନ୍ତକୁ ସେହି କବର ପାଖରେ ବେହୋସ ପଡ଼ିଥିବାର ଦେଖିଲେ। ସେମାନେ ତାକୁ ଗାଁକୁ ନେଇ ଆସନ୍ତି ଆଉ ତା ହାତରେ ବି ସେହି ପୁରୁଣା ଡାଏରୀ ଥାଏ। ଜୟନ୍ତର ହୋସ ଆସିବା ପରେ ଗାଁ ଲୋକ ତାକୁ କୁହନ୍ତି ସେ ଘଟଣାର ଆଉ କିଛି ବି ଆଲୋଚନା କେବେ କରିବନି। ତାକୁ ଏ ଘଟଣା ତା ନିଜ ଭିତରେ ଲୁଚେଇ ରଖିବାକୁ ପଡ଼ିବ। ସେତେବେଳେ ଜୟନ୍ତ ଗାଁ ଲୋକଙ୍କୁ କହେ କି ସେ ଏ ଘଟଣାର ଆଲୋଚନା ଆଉ ଦ୍ୱିତୀୟବାର କେବେ ବି କରିବ ନାହିଁ। କିନ୍ତୁ ସବୁଦିନ ପାଇଁ ତା ମନରେ ସେଦିନ ରାତିର ସେ ଭୟାନକ ଦୃଶ୍ୟ
ଘର କରି ନେଇଥାଏ, ଯାହାକୁ ଭୁଲିବା ତା ପକ୍ଷେ ବହୁତ କଷ୍ଟକର। କିନ୍ତୁ ସେଦିନର ସେ ଘଟଣା ପରେ ଜୟନ୍ତୀ ଆଉ କେବେ ବି ସେ ଘଟଣା ଦ୍ୱିତୀୟବାର ଉଠେଇବାକୁ ଚିନ୍ତା ବି କରିନି। କି ବାସ୍ତବରେ ସେ ମଶାନ ଘାଟରେ ଏମିତି ରହିଛି କ'ଣ, ଆଉ କାହା ଭୟରେ ଲୋକମାନେ ରାତି ହେଲେ ସେ ମଶାନ ଘାଟ ପାଖକୁ ଯିବାକୁ ଡରନ୍ତି, ଯାହା ଏବେ ବି ଏକ ରହସ୍ୟ ହୋଇ ଚନ୍ଦରପୁର ଗାଁରେ ଲୁଚିକି ରହିଛି। ତ ସାଙ୍ଗମାନେ, ଇଏ ତ ଥିଲା ଆଜିର କାହାଣୀ। ଯଦି ଆଜିର କାହାଣୀଟି ଆପଣମାନଙ୍କୁ ଭଲ ଲାଗିଥାଏ ତେବେ ଭିଡ଼ିଓକୁ ଗୋଟେ ଲାଇକ୍ କରି ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନିଅନ୍ତୁ, ଯାହାଫଳରେ ଆଗକୁ ଏମିତି ନୂଆ ନୂଆ ଭିଡ଼ିଓର ନୋଟିଫିକେସନ୍ ଆପଣ ସର୍ବପ୍ରଥମେ ପାଇପାରିବେ। ଆଉ ଯଦି ଆପଣମାନଙ୍କ ସହିତ ଏମିତି କିଛି ଘଟଣା ଘଟିଥାଏ କିମ୍ବା ଆପଣଙ୍କ ପାଖରେ ଏମିତି କିଛି ଷ୍ଟୋରି ଥିଲେ ଆପଣ ଆମ ସହ ଇନଷ୍ଟାଗ୍ରାମ ବା ହ୍ୱାଟ୍ସଆପ୍ରେ ସେୟାର କରିପାରିବେ। ଆମ ଇନଷ୍ଟାଗ୍ରାମ ଆଇଡିର ଲିଙ୍କ୍ ତଳେ ଡିସ୍କ୍ରିପ୍ସନ୍ରେ ଦିଆଯାଇଛି। ତ ପୁଣି ଦେଖା ହେବ ଆଉ ଗୋଟେ ଭୟାନକ କାହାଣୀ ସହ। ସେତେ ପର୍ଯ୍ୟନ୍ତ ଆମକୁ ବିଦାୟ ଦିଅନ୍ତୁ। ଜୟ ଜଗନ୍ନାଥ।